ଜୁନାଗଡ଼ ସହରରେ ମହା ଆଡମ୍ବରରେ ବିଶାଳ ହିନ୍ଦୁ ସମ୍ମିଳନୀ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବିଶାଳ ହିନ୍ଦୁ ସମ୍ମିଳନୀ ଜୁନାଗଡ଼ ସହରର ବଜାରପଡ଼ା ସ୍ଥିତ ଶିବ ମନ୍ଦିରରୁ କଳସ ଯାତ୍ରା ବାହାରି ସ୍ଥାନୀୟ ଖେଳ ପଡ଼ିଆରେ ଶହ ଶହ ହିନ୍ଦୁ ପ୍ରେମୀ ମା ଭଉଣୀ ଓ ବାଇକ୍ ରାଲିରେ ବାଜା ରୋଷଣୀରେ ବିଭିନ୍ନ ରାସ୍ତା ଦେଇ ପହଞ୍ଚିଥିଲେ। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନାତନ ଧର୍ମର ମହତ୍ତ୍ୱକୁ ସାଧାରଣ ଜନତାଙ୍କ ମଧ୍ୟରେ ପୁନଃ ଜାଗୃତ କରିବା ସହ ହିନ୍ଦୁ ସମାଜକୁ ଏକତ୍ର କରି ଧର୍ମୀୟ ଓ ସାଂସ୍କୃତିକ ମୂଲ୍ୟବୋଧକୁ ସୁଦୃଢ଼ କରିବା। ଆୟୋଜକମାନେ କହନ୍ତି, ବର୍ତ୍ତମାନ ସମୟରେ ହିନ୍ଦୁ ସମାଜ ଉପରେ ନାନା ପ୍ରକାରର ସାମାଜିକ, ସାଂସ୍କୃତିକ ଓ ଧର୍ମୀୟ ଚ୍ୟାଲେଞ୍ଜ ଆସୁଥିବା ବେଳେ ସମସ୍ତ ହିନ୍ଦୁ ଭାଇ ଭଉଣୀଙ୍କୁ ଏକ ମଞ୍ଚରେ ଏକତ୍ର କରି ସନାତନ ଧର୍ମର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏପରି ସମ୍ମିଳନୀ ଅତ୍ୟନ୍ତ ଆବଶ୍ୟକ। ସମ୍ମିଳନୀ ମାଧ୍ୟମରେ ଧର୍ମୀୟ ସଚେତନତା ବୃଦ୍ଧି, ସାମାଜିକ ଏକତା ସୁଦୃଢ଼ କରିବା ସହ ଭାରତୀୟ ସଂସ୍କୃତି ଓ ପରମ୍ପରାର ପୁନରୁତ୍ଥାନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଧର୍ମୀୟ ଆଲୋଚନା, ବକ୍ତୃତା ଓ ମତ ବିନିମୟ ମାଧ୍ୟମରେ ସନାତନ ଧର୍ମର ଆଦର୍ଶକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ପ୍ରୟାସ କରାଯିବ। ଖେଳ ପଡ଼ିଆରେ 12ଟାରେ ଧର୍ମୀୟ ଆଲୋଚନା ସଭା ଓ ବିଭିନ୍ନ ସନ୍ଥ ମହାତ୍ମାଙ୍କ ଦ୍ୱାରା ଉଦ୍ବୋଧନ ହୋଇଥିଲା, ଯେଉଁଥିରେ ସନାତନ ଧର୍ମ, ହିନ୍ଦୁ ଏକତା ଓ ସାମାଜିକ ଦାୟିତ୍ୱ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ସନ୍ଧ୍ୟାବେଳେ ଭଜନ କୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ବିଶାଳ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହିନ୍ଦୁ ସଂଗଠନର କର୍ମକର୍ତ୍ତା, ସନ୍ଥ ମହାତ୍ମା, ବୁଦ୍ଧିଜୀବୀ ସହ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଯୋଗଦାନ ରହିଥିଲା। ସମ୍ମିଳନୀକୁ ସୁଚାର ଓ ସଫଳ ଭାବେ ଆୟୋଜନ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ପ୍ରକୃତ ହିନ୍ଦୁପ୍ରେମୀ ଲାଭବାନ ହୋଇଥିଲେ। ଏହି ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମରେ ଦୁର୍ଗାପ୍ରସାଦ ନାୟକ, ମନୋଜ ମେହେର ପ୍ରମୁଖ ଯୋଗ ଦେଇଥିଲେ। ଧର୍ମଗଡ଼ରୁ ସୌମ୍ୟରଞ୍ଜନ ନାୟକଙ୍କ ରିପୋର୍ଟ, ନ୍ୟୁଜ୍ 8 ଓଡ଼ିଆ।